ମାନେ ଅଶ୍ଳୀଳ ନୃତ୍ୟ ବନ୍ଦ ହେବା ବହୁତ ଆଗରୁ ଉଚିତ ଥିଲା। ଗୋଟିଏ କଥା ହେଉଛି କିଛି କମିଟି ବାଲା ଡାକୁଛନ୍ତି ବୋଲି ସେମାନେ ଆସୁଛନ୍ତି, ତାଙ୍କର ନୃତ୍ୟ ପରିବେଷଣ କରୁଛନ୍ତି। ଯଦି କମିଟି ବାଲା ଗ୍ରହଣ ନ କରିବେ ତାହେଲେ ଆଉ ଖାଲି କମିଟି ବାଲାଙ୍କୁ ଦୋଷ ଦେଲେ ବି ହେବନି, ମାଲିକଙ୍କୁ ଦୋଷ ଦେଲେ ହେବନି, ବି ମ୍ୟାନେଜର ମାନଙ୍କୁ ଦୋଷ ଦେଲେ ହେବନି। ତା ଭିତରେ ଯଦି ଆମ ଲୋକ ନ ଯାଆନ୍ତେ ସେମାନେ ଆସନ୍ତେ କି? ଲୋକ ଚାହୁଁଛନ୍ତି ବୋଲି ତ ସେମାନେ ତାଙ୍କୁ ପଇସା ଦେଇକି ଏମାନେ ଆଣୁଛନ୍ତି। ତେଣୁ ଆଗରୁ ଯେମିତି ନୃତ୍ୟ ହେଉଥିଲା ଏ ନୃତ୍ୟ ନିହାତି ବନ୍ଦ ହେବା ଦରକାର, ଯାହାଦ୍ୱାରା କି ଆମେ ଯେଉଁ ମା ଭଉଣୀ ସବୁ ନେଇକି ଯାଉଛୁ ଦେଖିବା ପାଇଁ ସେଟା ଦେଖି ହେଉନି। ଅତିଟା ତଳୁ ଖସିଗଲେ ଭଲ ନୁହଁ। ନାଇଁ, ସମାଜ ପାଇଁ ଇଏ ଜମା ମଙ୍ଗଳକର ଜିନିଷ ନୁହଁ। ସମାଜ ପାଇଁ ବହୁତ ଖରାପ ଜିନିଷ ଇଏ। ତେଣୁ ଆମକୁ ସମସ୍ତେ ଲୋକ ସୁଧୁରିଲେ ସମସ୍ତେ ସୁଧୁରିଯିବେ ବୋଲି ମୋର ଆଶା। ସବୁଆଡେ ଏଇଟା ହବା ଦରକାର। ଖାଲି କଣ ଖଣ୍ଡଗିରି ଲୋକ ଅଛନ୍ତି ଆଉ କୋଉଠି ଲୋକ ନାହାନ୍ତି? ଏଟା ସବୁଆଡେ ସମାନ ହବା ଦରକାର। ହଁ, କିଛି ମାନେ ଯୋଉ ସେଲିବ୍ରିଟି ମାନଙ୍କୁ ସେମାନେ ନେଇ କରୁଛନ୍ତି ସେଇମାନଙ୍କ ପାଇଁ କେବଳ ବଦନାମ ହେଇଛି, ନହେଲେ ସେମିତି ଦେଖିଲେ ଯାତ୍ରାରେ ସେମିତି କିଛି ଅଶ୍ଳୀଳ ନୃତ୍ୟ ଆମର ହୁଏ ନାହିଁ। କାହାର ଭୁଲ ନାହିଁ, ଏଇଟା ମୁଁ ସମ୍ପୂର୍ଣ୍ଣ ଅଡିଏନ୍ସ ମାନଙ୍କର ଭୁଲ ଦେବି। ସେମାନେ ଦେଖୁଛନ୍ତି ବୋଲି ଏମାନେ କମିଟି ବାଲା ଡକଉଛନ୍ତି, ନହେଲେ କିଛି ଅସୁବିଧା ନାହିଁ। କେବଳ ଅଡିଏନ୍ସ ହିଁ ସେଥିପାଇଁ ଦାୟୀ, ଆମେ ମାନେ ଦାୟୀ। ଆମେ ଚାହିଁବା ବନ୍ଦ କରିବା, ଲୋକ ଯଦି ନ ଆସନ୍ତି ସେମାନେ ଆସି କଣ ଖାଲି ଷ୍ଟେଜ ଏକୁଟିଆ ନାଚିବେ କି? ଲୋକ ସେ ଅନୁସାରେ ହଉଛନ୍ତି ବୋଲି ସେମାନେ ଆସୁଛନ୍ତି। ହଁ, ସେ ନଉଛନ୍ତି, ସେମାନେ ସେଲିବ୍ରିଟି ଅଛନ୍ତି, ତାଙ୍କର ନାଁ ଅଛି, ସେ ଲୋକ ତାଙ୍କୁ ଦେଖିବାକୁ ଆସୁଛନ୍ତି, ସେଥିପାଇଁ ସେମାନେ ନଉଛନ୍ତି। କିନ୍ତୁ କଳାକାର ମାନଙ୍କ ପାଇଁ ସେଟା ସବୁଦିନ ଇଏ କରୁଛନ୍ତି ନା। କଳାକାର ମାନେ ସବୁଦିନ ବହୁତ ଉଚ୍ଚ କୋଟିର କଳାକାର ମାନେ ଅଛନ୍ତି ଯାତ୍ରାରେ, ଯେଉଁମାନେ କି ସମସ୍ତଙ୍କୁ ତା ମାନେ ନୁହଁ ଯେ ତାଙ୍କର ଇଏ ନାହିଁ, ତାଙ୍କୁ ଦେଖିବାକୁ ଆସୁନାହାନ୍ତି, ତାଙ୍କୁ ଦେଖିବାକୁ ଆସୁଛନ୍ତି। କିନ୍ତୁ ଗୋଟେ ଗୋଟେ ଜାଗାରେ କୋଉଠି ସେମାନେ କମିଟି ବାଲା ଭାବିବେ ଆମେ ଏତିକି ରେଟ୍ ଦେଇକି ଆଣିଛୁ ପାର୍ଟି, କାଳେ ସେଲ୍ ହବ ନ ହବ, ଗୋଟେ ଦିନ ପାଇଁ ସେମାନେ ଆଣନ୍ତି ଭାରି। ଏଇଟା ହଉଛି କଥା, ଆଉ କିଛି ନାହିଁ। କମିଛି, ଯାତ୍ରାର ମାନ ସବୁ କ୍ଷେତ୍ରରେ କମିଛି। ଖାଲି ଯାତ୍ରାରେ ଆପଣ ଦେଖନ୍ତୁ, ଗୋଟେ ପ୍ରଯୋଜକ ଥିଲେ କିଛି କଳାକାର ବଞ୍ଚିବେ, କିଛି ନିର୍ଦ୍ଦେଶକ ବଞ୍ଚିବେ, କିଛି ସଙ୍ଗୀତ ନିର୍ଦ୍ଦେଶକ ବଞ୍ଚିବେ, କିଛି ଡ୍ୟାନ୍ସ ଡାଇରେକ୍ଟର ବଞ୍ଚିବେ, କିଛି ଗୀତିକାର ବଞ୍ଚିବେ। ତେଣୁ ପ୍ରଯୋଜକ ଯଦି ଆଣିବ କୋଉଠୁ? ଯଦି ଗୋଟେ କମିଟି ତ ସେଇଆ ନା, ସେ କମିଟିରୁ ବର୍ତ୍ତମାନ ମାନେ 2,60,000, 2,70,000, 2,80,000, 3,00,000 ପର୍ଯ୍ୟନ୍ତ ଗଲେଣି। ସେତିକି ସେ ନହେଲେ କମିଟି ବାଲା ଆଣିବ କୋଉଠି ଦବ? ସେମାନେ, ମୁଁ ଭାବୁଛି ସେଥିପାଇଁ ବାଧ୍ୟ ହୋଇକି ସେମାନେ ବୋଧେ ସେଲିବ୍ରିଟି ମାନଙ୍କୁ ନେଇପାରନ୍ତି। ଏଇଟା ଆଗରୁ ଆମେ ଯେତେବେଳେ କରୁଥିଲୁ, ମୁଁ 90 ମସିହାରୁ ଏଇ ଯାତ୍ରା ପାର୍ଟିରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ଆରମ୍ଭ କଲି। ତା ପୂର୍ବରୁ ତ ମୋର କ୍ୟାସେଟ୍ କାମ ମୁଁ ସବୁ କରୁଥିଲି, କ୍ୟାସେଟ୍ ଫିଲ୍ମ ସିଏ ଛାଡ଼ି ଦିଅନ୍ତୁ, ସିଏ ଗୋଟେ ଅଲଗା ଦୁନିଆ, ଯାତ୍ରା ଗୋଟେ ସମ୍ପୂର୍ଣ୍ଣ ଅଲଗା ଦୁନିଆ। ସେତେବେଳେ ଯୋଉ ପିଲା ସବୁ ଥିଲେ, ଗୁରୁ ପରମ୍ପରା ଏସବୁ ଠିକ ଥିଲା। ଯେଉଁମାନେ ନାଚ ସାର୍ ଯାଉଥିଲେ, ନାଚ ସାର୍ଙ୍କ କଥା ବୁଝୁଥିଲେ, ସମସ୍ତେ ବୁଝୁଥିଲେ ତାଙ୍କର ନାଚ ସାର୍ ଯୋଉ ଓଡ଼ିଶୀ ଇଏ ସବୁ ଆଇଟମ୍ ଯୋଉ ସବୁ ହଉଥିଲା, ଭଲ ଭଲ ଆଇଟମ୍ ହଉଥିଲା। କିନ୍ତୁ ଏବେ ବର୍ତ୍ତମାନ ସେଟା କନଭର୍ଟ ହେଇଯାଇଛି ବର୍ତ୍ତମାନ ଷ୍ଟନ୍ ଡ୍ୟାନ୍ସ। ଏବେ କିଛି ଦିନ ତଳେ ଦେଖୁଥିଲି ଗୋଟେ କୋଉ ପେଣ୍ଡାଲରେ ଗୋଟେ ଝିଅଟେ ପଡ଼ିକି ଡେଇଁ ପଇଲା। ତେଣୁ ଏଗୁଡ଼ା ଖରାପ ନୁହଁ, ପିଲାଙ୍କ ପ୍ରତି ବିପଦ ଅଛି। ତେଣୁ ଯୋଉଠି ଆମର ଆଗରୁ ଯେମିତି ନୃତ୍ୟ ହଉଥିଲା, ଗୀତ ହଉଥିଲା, ସେମିତି ହେଲେ ବହୁତ ଭଲ ହବ।